ପିଲାମାନେ ଆଜିର କ୍ଲାସ୍ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀର ପ୍ରକୃତି ଯାତ୍ରାର ଭାଗ 9କୁ ପଢ଼ିବା। ତେବେ ପାଠକୁ ମନ ଦେଇ ଶୁଣିଲେ ବିଷୟଟିକୁ ସହଜ ଭାବରେ ବୁଝିପାରିବା। ତେବେ ଚାଲ ଆଜି ଆମେ ଆମର ଏହି ପାଠକୁ ଆରମ୍ଭ କରିବା। ଚିତ୍ରରେ କ'ଣ କ'ଣ ଦେଖୁଛ? ହଁ ପିଲାମାନେ, ବାଘ, ମାଙ୍କଡ଼, ପକ୍ଷୀ, ହାତୀ ବି ଦେଖୁଛ। ମଝିରେ କୋଉ ଚିତ୍ରଟା ଅଛି? ସିଂହ। ହଁ ପିଲାମାନେ, ତାପରେ କୋଉ କୋଉ ଚିତ୍ର ଅଛି? କୋଉ କୋଉ ପ୍ରାଣୀକୁ ଦେଖୁଛ? ସମ୍ବର। ହଁ ପିଲାମାନେ, ଆଉ କିଏ? ବିଲେଇ, ଗୁଣ୍ଡୁଚି ମୂଷା, ମୟୂର, ଆଉ କିଏ କିଏ ଅଛନ୍ତି? ହଁ ପିଲାମାନେ, ଗଧ, ହରିଣ। ଠିକ୍ କହିଛ ପିଲାମାନେ। ତାହେଲେ ତୁମେ ଚିତ୍ରରେ ବିଭିନ୍ନ ପ୍ରକାର ପ୍ରାଣୀକୁ ଦେଖିଲ। ତେବେ ପିଲାମାନେ ଟିକେ ଚିନ୍ତା କର। ପିଲାମାନେ କହିଲ ଦେଖି, ତୁମେ କେଉଁ ପ୍ରାଣୀ ହେବାକୁ ପସନ୍ଦ କରିବ? କହିଲ ପିଲାମାନେ। ହଁ ପିଲାମାନେ, ମୁଁ ଜାଣିପାରିଲି। ତୁମେ ସିଂହ ହବାକୁ ପସନ୍ଦ କରିବ। ମୁଁ ମଧ୍ୟ ତୁମ ପରି ସିଂହ ହେବା ପାଇଁ ପସନ୍ଦ କରିବି। ତେବେ ତୁମେ ପ୍ରଥମେ କୁହ, ସିଂହ ହେବା ପାଇଁ କାହିଁକି ପସନ୍ଦ କଲ? ସିଂହର ଏମିତି କ'ଣ ଗୁଣାବଳୀ ଦେଖିଲ ଯେ ସିଂହ ହେବାକୁ ପସନ୍ଦ କଲ? କୁହ କୁହ ପିଲାମାନେ। ତାହେଲେ ତମ ପାଇଁ ଗୋଟିଏ ପ୍ରଶ୍ନ। ସିଂହଠାରୁ କେଉଁ ବିଶେଷ ଗୁଣାବଳୀ ତମକୁ ମିଳିପାରିବ? ଆମେ ଜାଣିଛୁ ସିଂହ ହେଉଛି ଜଙ୍ଗଲର ରାଜା। ଠିକ୍ କହିଲି ତ ପିଲାମାନେ? ସେ ବହୁତ ସାହସୀ ଓ ଶକ୍ତିଶାଳୀ ମଧ୍ୟ। ହଁ ପିଲାମାନେ, ତେଣୁ ସିଂହ ତାହାର ସାହସ ଓ ଶକ୍ତି ଯୋଗୁଁ ଜଙ୍ଗଲର ରାଜା ହୋଇପାରିଛି। ସିଂହର ଗର୍ଜନ କେବେ ଶୁଣିଛ? ହଁ ପିଲାମାନେ, ସିଂହର ଗର୍ଜନ ବହୁତ ଜୋରରେ ଶୁଣାଯାଏ। ତେଣୁ ତା ଗର୍ଜନରେ ସେ ନିଜ ଅଞ୍ଚଳକୁ ସୁରକ୍ଷା କରେ। ଓ ତେଣୁ ତମେମାନେ ସିଂହ ଭଳି ହବା ପାଇଁ ଚାହୁଁଥିଲ, ନାଇଁ କି? ଠିକ୍ ଅଛି। ତେବେ ତମ ପାଇଁ ଦ୍ୱିତୀୟ ପ୍ରଶ୍ନ। ତେବେ ତୁମେ କୁହ, ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀ କିପରି ପରସ୍ପର ସହ ନିର୍ଭରଶୀଳ ବୋଲି ଚିନ୍ତା କରୁଛ? କହିଲ ଦେଖି। ତେବେ ଚାଲ ଆମେ ଜାଣିବା ଉଦ୍ଭିଦ ଓ ପ୍ରାଣୀ କିପରି ପରସ୍ପର ସହ ନିର୍ଭରଶୀଳ। ଉଦ୍ଭିଦ ଖାଦ୍ୟ ଓ ଅମ୍ଳଜାନ ତିଆରି କରେ, ଯାହା ପ୍ରାଣୀମାନେ ବଞ୍ଚିବା ପାଇଁ ଦରକାର। ଠିକ୍ ସେହିପରି ପ୍ରାଣୀମାନେ ଉଦ୍ଭିଦ ଖାଇଥାନ୍ତି। ଉଦ୍ଭିଦ ଜାତୀୟ ଖାଦ୍ୟ କହିଲେ ଆମେ କ'ଣ ବୁଝୁ? କହିଲ ଦେଖି। ଗଛ ଲତାରୁ ଆମେ ଯାହା ଖାଦ୍ୟ ଭାବରେ ପାଇଥାଉ, ତାହା ଉଦ୍ଭିଦ ଜାତୀୟ ଖାଦ୍ୟ। ତେବେ ପ୍ରାଣୀମାନେ ଶ୍ୱାସ ନେବା ବେଳେ କାର୍ବନ ଡାଇଅକ୍ସାଇଡ୍ ଛାଡ଼ନ୍ତି, ଯାହା ଉଦ୍ଭିଦ ପାଇଁ ଉପଯୋଗୀ ବା ଉପକାରୀ। କିଛି ପ୍ରାଣୀ ଫୁଲରୁ ଫୁଲ ରେଣୁ ନେଇଯାଇ ଉଦ୍ଭିଦଙ୍କୁ ସାହାଯ୍ୟ କରନ୍ତି। ତମେମାନେ ଜାଣିଥିବ କିଏ କିଏ ସେହି ପ୍ରାଣୀ? ମହୁମାଛି, ପ୍ରଜାପତି ଇତ୍ୟାଦି। ଏହିପରି ଉଦ୍ଭିଦ ଓ ପ୍ରାଣୀ ପରସ୍ପର ଉପରେ ନିର୍ଭରଶୀଳ। ଠିକ୍ କହିଲି ନା ପିଲାମାନେ? ତେବେ ପୁଣି ତମ ପାଇଁ ଆଉ ଏକ ପ୍ରଶ୍ନ। ଜଣେ ପ୍ରକୃତି ବୈଜ୍ଞାନିକଙ୍କ ଭୂମିକା କ'ଣ ହେବା ଦରକାର? ତମେ ଟିକେ ଚିନ୍ତା କର।
ତେବେ ଆମେ ପ୍ରଥମେ ଜାଣିବା ପ୍ରକୃତି ବୈଜ୍ଞାନିକ କାହାକୁ କୁହାଯାଏ। ଯେଉଁ ବ୍ୟକ୍ତି ପ୍ରକୃତିର ଜିନିଷକୁ ଯେମିତିକି ଉଦ୍ଭିଦ, ପଶୁ, ପକ୍ଷୀ, ନଦୀ ଓ ପାହାଡ଼ ଇତ୍ୟାଦି ବିଷୟରେ ଅଧ୍ୟୟନ କରେ ଓ ତଥ୍ୟ ସଂଗ୍ରହ କରେ, ସେହି ବ୍ୟକ୍ତିକୁ ପ୍ରକୃତି ବୈଜ୍ଞାନିକ କୁହାଯାଏ। ତାହେଲେ ସରଳ ଭାଷାରେ କହିବାକୁ ଗଲେ ପ୍ରକୃତିକୁ ଭଲ ପାଉଥିବା ଓ ତାହା ବିଷୟରେ ଶିଖିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିକୁ ପ୍ରକୃତି ବୈଜ୍ଞାନିକ କୁହାଯାଏ। ତେବେ ପ୍ରକୃତି ବୈଜ୍ଞାନିକ ମାନେ ପ୍ରକୃତିକୁ ଭଲ ଭାବେ ଅଧ୍ୟୟନ କରନ୍ତି। ସେମାନେ ଗଛ, ପଶୁ, ପକ୍ଷୀ, ଜଳ ଓ ବାୟୁ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି। ସେମାନେ ପ୍ରକୃତିକୁ ସୁରକ୍ଷା କରିବାର ଉପାୟ କହନ୍ତି ଓ ଲୋକମାନଙ୍କୁ ପରିବେଶକୁ ସଫା ରଖିବାକୁ ଶିଖାନ୍ତି। ତେବେ ଏହା ଦ୍ୱାରା ଆମେ ପ୍ରକୃତିକୁ ବଞ୍ଚାଇ ପାରୁ ଓ ସୁସ୍ଥ ଜୀବନ ବ୍ୟତୀତ କରିପାରୁ। ତେଣୁ ପ୍ରକୃତି ବୈଜ୍ଞାନିକ ମାନଙ୍କର ଅବଦାନ ବହୁତ ରହିଛି ଆମ ସମାଜରେ। ପିଲାମାନେ, ତେବେ ଚାଲ ଏବେ ତମକୁ ଗୋଟେ ପ୍ରହେଳିକା ଦିଆଯାଇଛି। ସେଇ ପ୍ରହେଳିକାକୁ ସମାଧାନ କରିବା ଓ ଜଙ୍ଗଲ ସମ୍ପଦକୁ ଚିହ୍ନଟ କରିବା। ତେବେ ଆମେ ପ୍ରଥମେ ଜାଣିବା ଜଙ୍ଗଲ ସମ୍ପଦ କାହାକୁ କୁହାଯାଏ। ଜଙ୍ଗଲରେ ଯେଉଁ ସବୁ ଜିନିଷ ଦେଖିବାକୁ ମିଳେ, ଯେମିତିକି ପଶୁ ପକ୍ଷୀ, ବିଭିନ୍ନ ପ୍ରକାରର ଗଛ, ଔଷଧୀୟ ଗଛ, ଯେମିତିକି ଝୁଣା, ମହୁ, ଲାଖ ଇତ୍ୟାଦି ଆମେ ଦେଖୁ। ଏଗୁଡ଼ା ସବୁ କୋଉଠି ଦେଖୁ? ଜଙ୍ଗଲରେ। ତେଣୁ ଜଙ୍ଗଲରେ ଆମେ ଯେଉଁ ସମ୍ପଦକୁ ପାଉଛୁ ସେଗୁଡ଼ିକୁ ଆମେ ଜଙ୍ଗଲ ସମ୍ପଦ ବୋଲି କହିବା। ହଁ ପିଲାମାନେ, ତେବେ ଏବେ ଆମେ ଚାଲ ଜଙ୍ଗଲର ସମ୍ପଦକୁ ଚିହ୍ନଟ କରିବା। ତେବେ ପ୍ରଥମେ ଆମେ ଖୋଜିବା ଜଙ୍ଗଲ ସମ୍ପଦକୁ। ହଁ ପିଲାମାନେ, ତେବେ ଆମେ ଜଙ୍ଗଲର ଗୋଟିଏ ସମ୍ପଦକୁ ପାଇଲୁ। ପ୍ରଥମେ ପାଇଲୁ ଆମେ ସାପ। ଆଉ କଣ ଖୋଜିକି ପାଉଛେ? ହଁ ପିଲାମାନେ, ଠିକ ପାଇଲ, କାଉ। କାଉ ଜଙ୍ଗଲରେ ରୁହେ, ନାଇଁ କି? ଠିକ ଅଛି। ଆଉ କୋଉଠି ଦେଖିଛ କାଉକୁ? କାଉକୁ ଆମେ ଘର ପାଖରେ ମଧ୍ୟ ଦେଖିଛେ। ଆଉ କଣ ପାଇଲେ ଆମେ? ହରିଣ। ଠିକ ଅଛି, ବହୁତ ବଢିଆ, ଠିକ କହିଲ। ଆଉ କଣ କଣ ପାଇଛେ? ହଁ ପିଲାମାନେ, ହାତୀ ପାଇଲେ, ନାଇଁ କି? ହାତୀ ପରେ ଆଉ କଣ ଅଛି? ସେମିତି ଗୟଳ। ଗୟଳ ପରେ ଭାଲୁ। ଭାଲୁ ପରେ ବିଲୁଆ। ବିଲୁଆ ପରେ କାହାକୁ ଖୋଜିକି ପାଇଲ? ହଁ ପିଲାମାନେ, ବାଘ। ବାଘ ଆମର ଜାତୀୟ ପଶୁ। ଠିକ ଅଛି ପିଲାମାନେ, ଆଉ କଣ ଖୋଜୁଛ? ଟିକେ ଖୋଜିଲ ଦେଖି। ଏବେ ଆମେ ଖୋଜିକି ପାଇଲୁ ଗୁଣ୍ଡୁଚି ମୂଷା। ଗୁଣ୍ଡୁଚି ମୂଷାକୁ ତମେ ମାନେ ଦେଖିଛ? ହଁ ପିଲାମାନେ, ମୁଁ ବି ଦେଖିଛି। ଆଉ କଣ ହେଇପାରେ? ପୁଣି ଥରେ ଲକ୍ଷ୍ୟ କର, କଣ ହେଇପାରେ? ଖୋଜ, ଜଲ୍ଦି ଖୋଜ ପିଲାମାନେ। ଦେଖ, ପୁଣି ଲକ୍ଷ୍ୟ କର। ହଁ, ମୁଁ ବି ଖୋଜିକି ପାଇଲି। ମୟୂର। ମୟୂର ଦେଖିବାକୁ ବହୁତ ସୁନ୍ଦର, ନାଇଁ କି ପିଲାମାନେ? ମୟୂର ହେଉଛି ଜାତୀୟ ପକ୍ଷୀ। ଠିକ କହିଲି ତ ପିଲାମାନେ? ପୁଣି ଥରେ ଖୋଜ ପିଲାମାନେ, ଆଉ କଣ ପାଇଲ? ହଁ ପିଲାମାନେ, ମୁଁ ଜାଣିଗଲି ତମେ ମାନେ କଣ ଖୋଜିକି ପାଇଛ। କୋଚିଲା ଖାଇ। ଠିକ କହିଛ ପିଲାମାନେ, ବହୁତ ବଢିଆ। ଆମେ ଜଙ୍ଗଲ ସମ୍ପଦ ଗୁଡ଼ିକ କଣ କଣ ଚିହ୍ନଟ କଲୁ ତାହେଲେ ପିଲାମାନେ କହିଲ ଦେଖି? ପ୍ରଥମେ ଆମେ
କାହାକୁ ଖୋଜିକି ପାଇଥିଲୁ? ସାପ। ସାପ ପରେ କଣ ଖୋଜିଲୁ? କଣ ଖୋଜିକି ପାଇଲୁ? ସାପ ପରେ କାଉ। ହଁ ପିଲାମାନେ, କାଉ ପରେ ହରିଣ। ଠିକ୍ କହିଲ। ହରିଣ ପରେ ହାତୀ। ହାତୀ ପରେ ଗୟଳ। ଗୟଳ ପରେ ଭାଲୁ। ହଁ ପିଲାମାନେ, ଭାଲୁ। ଭାଲୁ ପରେ ବିଲୁଆ। ହଁ ଠିକ୍ କହିଛ। ବିଲୁଆ ପରେ କଣ ଖୋଜିକି ପାଇଲୁ? ଆମେ କଣ ଚିହ୍ନଟ କରିଥିଲୁ? ବିଲୁଆ ପରେ ବାଘ। ଠିକ୍ କହିଛ। ବାଘ ପରେ ଗୁଣ୍ଡୁଚି ମୂଷା। ତାପରେ ଗୁଣ୍ଡୁଚି ମୂଷା ପରେ ମୟୂର। ମୟୂର ପରେ କୋଚିଲା ଖାଇ। ହଁ ପିଲାମାନେ, ତମେମାନେ ସବୁ ମନେ ରଖିଛ। ଠିକ୍ କହିଲ। ପିଲାମାନେ, ତମେମାନେ କହିଲ ଏମାନେ ସବୁ କୋଉଠି ରହନ୍ତି? ହଁ ପିଲାମାନେ, ଠିକ୍ କହିଲ। ଏମାନେ ସବୁ ଜଙ୍ଗଲରେ ରୁହନ୍ତି। ଏମାନଙ୍କୁ ତାହେଲେ କଣ କୁହାଯିବ? ଜଙ୍ଗଲର ସମ୍ପଦ ମଧ୍ୟ କୁହାଯାଇ ପାରିବ। ତାହେଲେ ତମ ପାଇଁ କାମ କଣ କରିବ? ଏହିପରି ତମେମାନେ ଶବ୍ଦ ଯୋଡ଼ିକି ଆହୁରି ଅନେକ ଅନେକ ନୂତନ ଶବ୍ଦ ଏଇ ପ୍ରହେଳିକାରୁ ଖୋଜିକି ବାହାର କରିପାରିବ। ତାହେଲେ ତୁମ ପାଇଁ କାମ ପିଲାମାନେ, ତୁମ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ନିକଟରେ ଥିବା ପାର୍କରେ ପଦଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିପାରିବ। ଆଉ କଣ କରିପାରିବ? ନିଜକୁ ଜଣେ ମାର୍ଗଦର୍ଶକ ଭାବେ ପ୍ରସ୍ତୁତ କରିବ। କେତେକ ପଶୁ, ପକ୍ଷୀ ଓ ଉଦ୍ଭିଦକୁ ଚିହ୍ନଟ କରିବ। ଆଉ ସେମାନଙ୍କ ବିଶେଷ ଗୁଣକୁ ଚିହ୍ନଟ କରି ନିଜ ଖାତାରେ ଲେଖିବ। ତେବେ ପିଲାମାନେ, ଆମେ ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀ କିପରି ପରସ୍ପର ସହିତ ନିର୍ଭରଶୀଳ ତାହା ବିଷୟରେ ଆମେ ଏଇ ଶ୍ରେଣୀରେ ଜାଣିଲେ। ତାପରେ ଜଣେ ପ୍ରକୃତି ବୈଜ୍ଞାନିକଙ୍କର କ'ଣ ଭୂମିକା ରହିବା ଦରକାର ତା ବିଷୟରେ ଆମେ ଜାଣିଲୁ। ତ ତାପରେ ଆମେ କ'ଣ ଜାଣିଲେ ନା ଗୋଟେ ପ୍ରହେଳିକାକୁ ସମାଧାନ କରିକି ଜଙ୍ଗଲ ସମ୍ପଦକୁ ଚିହ୍ନଟ କରି ଶିଖିଲେ। ତେବେ ଆଶା କରୁଛି ଏଇ ବିଷୟଟିରେ ତମେମାନେ ଭଲ ଭାବରେ ବୁଝିପାରିଥିବ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।